ଯେତେବେଳେ ଆପଣଙ୍କର ମୃତ୍ୟୁ ହେବ, ଆପଣମାନେ ସ୍ୱର୍ଗକୁ ଯିବେ ନା ନରକକୁ ଯିବେ? ଏହି ଉଭୟ ସତ୍ୟ ଅଟେ ଆଉ ଅନନ୍ତକାଳ ଅଟେ। ମୁଁ ଜାଣିନି ଆପଣମାନେ ଏହି ଉଭୟ ବିଷୟକୁ ଗମ୍ଭୀରତାର ସହିତ ନେଉଛନ୍ତି କି ନାହିଁ, କିନ୍ତୁ ଏହା ବାସ୍ତବରେ ସତ୍ୟ ଅଟେ। ବାଇବଲରେ ଲେଖା ଅଛି, ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। ଆପଣମାନେ କେତେ ଭଲ କାମ କରୁଥାନ୍ତୁ ନା କାହିଁକି, ଆପଣ କେତେ ଭଲ ବ୍ୟକ୍ତି ହୋଇଥାନ୍ତୁ ନା କାହିଁକି, ଯଦି ଆପଣମାନେ ମନ ପରିବର୍ତ୍ତନ କରିନାହାନ୍ତି, ଯୀଶୁଙ୍କୁ ନିଜ ଜୀବନର ପ୍ରଭୁ ଏବଂ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିନାହାନ୍ତି, ତେବେ ଆପଣମାନେ ସ୍ୱର୍ଗକୁ ଯାଇପାରିବେ ନାହିଁ। ଆପଣ ସହିପାରିବେ ସେହି ଅନନ୍ତ ନରକ ଦଣ୍ଡ? ପ୍ରିୟମାନେ, ନିଜର ସମସ୍ତ ବୁଦ୍ଧି ଜ୍ଞାନକୁ ସାଇଡ଼ରେ ରଖିକି ନିଜକୁ ନମ୍ର କରିକି ଥରେ ଏହି ବିଷୟରେ ଭାବିବାକୁ ଚେଷ୍ଟା କରନ୍ତୁ। ଆଶା କରୁଛି ଆପଣମାନେ ବୁଝିଅଛନ୍ତି।